ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ସୁନାମଧନ୍ୟ ପାଲା ଗାୟକ ଅମର ନାୟକଙ୍କର ଶ୍ରାଦ୍ଧ ବାର୍ଷିକ ବହୁ ଆଡମ୍ବରରେ ପାଳିତ ହେଉଥିବାର ଦୃଶ୍ୟ ନ୍ୟୁଜ୍ ଓଡ଼ିଆ ସାମ୍ନାକୁ ଆସିଥିଲା। ତାଙ୍କ ପୁତ୍ର ବାର୍ତ୍ତା ଦେଇଥିଲେ। ତାଙ୍କ ବାପା ଜନ୍ମରୁ ଅନ୍ଧ ଥିଲେ। ତାଙ୍କ କଣ୍ଠରେ ମା ଶାରଳା ବିରାଜମାନ କରୁଥିଲେ। ତେଣୁ ସେ ଗାଁରୁ ସହର ଏବଂ ଓଡ଼ିଶାର ବିଶିଷ୍ଟ ପାଲା ଗାୟକ ନାମରେ ପରିଚିତ ହୋଇଥିଲେ। ତାଙ୍କର ଆଜି ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ ହେଉଛି। ଏହି ଉତ୍ସବରେ ବାସୁଦେବପୁର ବିଧାୟକ ଅଶୋକ ଦାସ ଏବଂ ଭଦ୍ରକର ଡାକ୍ତର ବିଭୂତି ନାୟକ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ବାସୁଦେବପୁରରୁ ଅଞ୍ଜନ ଦାସଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ। ନ୍ୟୁଜ୍ ଓଡ଼ିଆକୁ ମୋର ଧନ୍ୟବାଦ। ମୋର ବାପାଙ୍କର ଏଇଟା ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଆପଣଙ୍କ ନାଁ ସୁଭାଷ ଚନ୍ଦ୍ର ନାୟକ। ବାପାଙ୍କ ନାଁ ସ୍ୱର୍ଗତ ଅମରନାଥ ନାୟକଙ୍କର ପୁଅ। ମୁଁ ଗୋଟେ ପୁଅ। ଆଉ ମୋର ପାଖରେ ଛିଡ଼ା ହେଇଛନ୍ତି ମୋର ମିସେସ୍। ମାଆଙ୍କ ନାଁ ହେଉଛି ପ୍ରତିମା ନାୟକ। ଆଉ ମୋର ଦୁଇ ପୁଅ ଗୋଟେ ଝିଅ। ଯାହା ହଉ ସେ ଆମର ଗୋଟେ ପରିବାର ଭିତରେ ଆମକୁ ଜଡ଼ିତ ଥିଲେ। ବହୁତ ତାଙ୍କର ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ତାଙ୍କର ପ୍ରଥମ ମୂର୍ତ୍ତି ସ୍ମାରକ ସଭା କରିବା ପାଇଁ ଆମର ଯିଏ ଡକ୍ଟର ବିଭୂତି ନାୟକ ଆସିଥିଲେ। ଆମର ଯିଏ ବାସୁଦେବପୁରରେ ବିଧାୟକ ଅଶୋକ କୁମାର ଦାସ ସିଏ ବି ଆସିଥିଲେ। ଆଉ ତାଙ୍କର ସ୍ମୃତିଚାରଣ ସଭା ପାଇଁ ପୁରୀ, କଟକ, ଭୁବନେଶ୍ୱରରୁ ତାଙ୍କର ସବୁ ମାନେ ଯେତିକି ତାଙ୍କ ଇଏ ଥିଲେ, ତାଙ୍କର ଶିଷ୍ୟ ଥିଲେ, ସେମାନେ ବି ଆସିଥିଲେ। ଆଉ ସେ କଥା କୁହନ୍ତୁ, ଆପଣଙ୍କ ବାପାଙ୍କୁ ଏ ସାରା ଓଡ଼ିଶାର ଲୋକ ପ୍ରାୟତଃ ଜାଣିଛନ୍ତି, କାରଣ ସେ ଜଣେ ଅନ୍ଧ ହୋଇ ମଧ୍ୟ ଭଲ ପାଲା ଗାଇ କରିଥିଲେ। ଆଜ୍ଞା, ସେ ତାଙ୍କର ଏଟା ନୁହେଁ, ଅଲ୍ ଓଡ଼ିଶାରେ ତାଙ୍କର ନାଁ ଅଛି। ଆଜ୍ଞା, ଆପଣ କଟକ ସେଣ୍ଟରରେ ତାଙ୍କ 99ଟା ତାଙ୍କର ଦେଇଛନ୍ତି ପାଲା। ଆଉ ଗାଁ ପଲ୍ଲୀ ମୋର ଚାରିଆଡ଼େ ଗହଳି ସେମାନଙ୍କର ନାଁ ପଡ଼ିଛି। ଯାହା ହଉ ଭଗବାନଙ୍କ ଆଶୀର୍ବାଦରୁ ସେମିତି ତାଙ୍କର ନାଁଟା ସବୁବେଳେ ସେମିତି ରହୁ ବଞ୍ଚିକି। ଏଇଟା ହେଉଛି ମୁଁ ନ୍ୟୁଜ୍ ଓଡ଼ିଆ ପାଖରେ ମୋର କୃତଜ୍ଞତା, ଯେଉଁଟାକି ସବୁଆଡ଼େ ଯିବେ ସେଟାକୁ ଲିକ୍ ଆଉଟ୍ କରିବା ପାଇଁ। ମୋ ନାଁ ନମିତା ନାୟକ। ଆମ ବାପାଙ୍କ ନାଁ ଅମରନାଥ ନାୟକ। ଆମ ଶାଶୁଙ୍କ ନାଁ ପ୍ରତିମା ନାୟକ। ଆମ ବାପା ବହୁତ ଭଲ ଥିଲେ। ଆମକୁ ବହୁତ ମଧ୍ୟ ଭଲ ପାଉଥିଲେ। ତାଙ୍କ ଜୀବନକୁ ସେ ନିଜେ ଜଳେଇକି ଆମକୁ ବହୁତ ଭଲରେ ରଖିଥିଲେ। ଆମେ ତାଙ୍କ ପାଇଁ ଏତିକି ଦୁଃଖ କରୁଛୁ, ବାପା ଚାଲିଗଲେ ବୋଲି। ଆମର ଇଚ୍ଛା, ଆମ ଦୁଃଖ ଆମେ ଏତିକି କରିପାରୁ, ତାଙ୍କ ଜୀବନଟା ଭଲରେ ହେଇଯାଉ। ଆପଣ ଠାକୁରଙ୍କ ପାଖରେ କ'ଣ କାମନା କରୁଛନ୍ତି? ତାଙ୍କ ଆତ୍ମାର ସ୍ୱର୍ଗୀୟ ବୋଲି ଚାହୁଁଛନ୍ତି ତ? ନ୍ୟୁଜ୍ ଓଡ଼ିଆକୁ ପ୍ରଥମ ମୋର କୃତଜ୍ଞତା। ଏ ନ୍ୟୁଜ୍ ଓଡ଼ିଆ ମାଧ୍ୟମରେ ଆଜି ସାରା ଓଡ଼ିଶା ଦେଖିବ ଅମରନାଥ ବାବୁ ଯେ ବିଶିଷ୍ଟ କଳାକାର ଥିଲେ। ଯେ ମୋ ଛୁଆଟା ବେଳେ, ମୁଁ ଛୋଟବେଳେ ତାଙ୍କର ପାଲା ଦେଖିଛି। କେତେ ସୁନ୍ଦର ପାଲା କରନ୍ତି। ମୋର ଗୋଟେ ମନେ ଅଛି ତାଙ୍କର ଗୀତ, ରଜନୀ ନାମରେ ଏକ ବଣିକର ବୋହୂ କାନ୍ଦି କାନ୍ଦି ଯାଉଥିଲା କି କହିବି ଆଉ, ନୀଳମଣି ଥାଳିଆରେ ରଖିଥିଲି ହାର, ଚୋରି କରି ଘେନିଗଲା ନିରଞ୍ଜନ କର। କେତେ ସୁନ୍ଦର ସେ ଯେଉଁ ପ୍ରଭାତ ବର୍ଣ୍ଣନା ମୁଁ ଶୁଣିଛି। ବହୁତ କିଛି ଅମରନାଥ ବାବୁଙ୍କର ପାଲା। ସିଏ ମୋର ମାମୁଁ ହେବେ, କିନ୍ତୁ ସେଭଳି ବିଶିଷ୍ଟ କଳାକାରଙ୍କୁ ଆଜି ପର୍ଯ୍ୟନ୍ତ ଅନ୍ଧ ହୋଇ ବିଶିଷ୍ଟ ସାରା ଓଡ଼ିଶାରେ କ'ଣ ଘରେ ଘରେ ପୁରେ ପୁରେ ମୁଁ ଯେଉଁଠି ଯାଇଛି କୀର୍ତ୍ତନ କରିବା ପାଇଁ, ଆଜ୍ଞା ସେ ଅମରନାଥ ବାବୁ ଆଉ ଅଛନ୍ତି ନା? ପ୍ରତ୍ୟେକ ଜାଗାରେ ପଚାରନ୍ତି। ତାଙ୍କର ଗୁଣଗାରିମା ପ୍ରତ୍ୟେକ ଘରେ ଘରେ ପୁରୀ ରହିଛି। ସେଇ ଅମରନାଥ ବାବୁ ତାଙ୍କର ଆଜି ଚାଲି ଯାଇଛନ୍ତି ଦୀର୍ଘ ଆଜି ବର୍ଷ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବାର୍ଷିକ। ଏ ଶ୍ରାଦ୍ଧ ବାର୍ଷିକରେ ମୁଁ ଏତିକି ଗୋସେଇଁ ସାର୍ କାମନା କରେ ତାଙ୍କର ଅମର ଆତ୍ମା ଗତିଗତି ହେଉ। ସେ ପ୍ରଭୁଙ୍କ ପାଖରେ ସେ ଅମର ଆତ୍ମା ଚିରଦିନ ପାଇଁ ରହିଥାଉ ଏବଂ ନାମ ତାଙ୍କର ସେହି ସାରା ଓଡ଼ିଶା ଜାଣିଥାଉ ଯେ ଅମରନାଥ ବାବୁ ଅନ୍ଧ ହେଲେ ବି ସୁଦ୍ଧା ସେ ଆଜି ସାରା ଓଡ଼ିଶାବାସୀଙ୍କ ହୃଦୟରେ ବସି ରହିଛନ୍ତି।